ପିଲାମାନେ ପୁଣିଥରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲେ ଆଜିର କ୍ଲାସରେ ଆମେ ଆଲୋଚନା କରିବା +3 ଫୋର୍ଥ ସେମିଷ୍ଟରର ଯେଉଁ କୋର୍ 9 ଯେଉଁ ରହିଛି ୟୁନିଟ୍ 4 ଉପରେ, ଯେଉଁଥିରେ କି ଆମେ ଆଲୋଚନା କରିଥିଲେ ପ୍ରଥମ ୟୁନିଟ୍ରେ ଯୋଗ ମହିଳାଙ୍କ ବାଜି, ତାପରେ ଆମର ୟୁନିଟ୍ 2ରେ ଆଲୋଚନା ସରିଥିଲା ଯେ ରାଜଧାନୀ ଉପାଖ୍ୟାନଟା ଆଲୋଚନା କରିଥିଲେ ଗୋଟିଏ ୟୁନିଟ୍ରେ, ଆଉ ଗୋଟିଏ ୟୁନିଟ୍ରେ ଆଲୋଚନା ହୋଇଥିଲା। ଦୁଇରେ ଆମର ଆଲୋଚନା କରିଥିଲେ ସାଗର ମନ୍ଥନ ଉପରେ। ୟୁନିଟ୍ 2ରେ ସାଗର ମନ୍ଥନ, ୟୁନିଟ୍ 3ରେ ରାଜାରାଣୀ ଉପାଖ୍ୟାନ ନାରାୟଣ ସାହା ବୁଝିଲା ବିଜୟ କୁମାର ଶତପଥୀ କୋକ ଉପରେ ୟୁନିଟ୍ 3। ୟୁନିଟ୍ 4ରେ ଆମେ ଆଲୋଚନା କରିଥିଲେ ୟୁନିଟ୍ 4ରେ ଆଲୋଚନା କରିଥିଲେ ଅନ୍ୟ ଏକ ଶ୍ରବଣ କୁମାର ରତ୍ନାକର ଚୈତନ୍ୟଙ୍କ ଉପରେ। ତାପରେ ଆଉ ଗୋଟିଏ ରହିଛି ପାହାଡ଼ର ଆତ୍ମକଥା, ଯେଉଁଟାକି ସୁରେନ ମହାନ୍ତିଙ୍କର ବର୍ତ୍ତମାନ କ୍ଲାସରେ ଆମେ ଆଲୋଚନା କରିବା। ଏବଂ ଦୁଇଟା କ୍ଲାସରେ ଭଳିଆ ଲାଗୁଛି, ଜଣାପଡ଼ୁଛି ଏହା 2ଟି ପାର୍ଟରେ ହବ। ତାପରେ ଏକାଙ୍କିଟା ଆମର ସରିଯିବ ବୁଝିଲା। ଏ ଏକାଙ୍କିଟା ସରିଲା ପରେ ୟୁନିଟ୍ରେ 1ରେ ଏବଂ 2ରେ ଯେଉଁ ରହିଛି, ଗୋଟିଏ ରହୁଛି ଯେ ପରକ୍ରମ ବୁଲେଇକି ଓଡ଼ିଆ ସାହିତ୍ୟର ପ୍ରଥମ ରାଜନୈତିକ ନାଟକ ପରକ୍ରମ, ଏବଂ ତା ସହିତ ଆଉ ଗୋଟେ ଯେଉଁ ରହିଛି ଏଭଳି ଜଣକ ଯୁବକ କାର୍ତ୍ତିକ ଚନ୍ଦ୍ର ରଥଙ୍କର। ଏ ଦୁଇଟି ତମମାନଙ୍କୁ ପଢ଼େଇବି। ଏସବୁ ସରିଲା ପରେ ଏଇଟା ହେଉଛି କୋର୍ 9ର କଥା। କୋର୍ 10ରେ କଥା ଯଦି ଆମେ ଦେଖିବା ବେଲେ କୋର୍ 10ରେ ତମମାନଙ୍କୁ ପଢ଼େଇ ବି ମଧ୍ୟ ଯେ ଲଛମା ଉପରେ ଫକୀରମୋହନଙ୍କର ଯେଉଁ ଲଛମା ଉପରେ, ତାପରେ ଆମର ତାପରେ ଅଛି ଆମର ଆଜିର ମଣିଷ ରହିଛି, ତାପରେ ରହିଛି ୟୁନିଟ୍ 2ରେ ଯେଉଁ ଗୋପୀନାଥ ମହାନ୍ତିଙ୍କର ପରଜା ରହିଛି। ତ ପରଜା ବି ପଢ଼େଇଦେବି, କିନ୍ତୁ ତାପରେ ବିଷୟବସ୍ତୁ କ'ଣ ରହିଛି ଦେଖିବାକୁ ଗଲେ ପୁରା ଉପନ୍ୟାସକୁ ପଢ଼ିବା ସମ୍ଭବ ନୁହେଁ। ସେଥିପାଇଁ ଦେଖୁଛି ଆଉ କ'ଣ ଡାଟା ତୁମମାନଙ୍କର କଲେକ୍ସନ କରିକି ତୁମମାନଙ୍କୁ ପଢ଼ିବା ପାଇଁ ପଢ଼େଇ ମଧ୍ୟ ଦେବି। ଆଜିର ମଣିଷ ବି, ଯେଉଁ ଆଜିର ମଣିଷ ଆକ୍ଚୁଆଲି କ'ଣ ନା, ମାନେ ଗୋଟିଏ ସିଲାବସ୍କୁ ନେଇକି ସେଥିରେ ତାଙ୍କେ ଉନ୍ନତି ଉପନ୍ୟାସ ନେବେ, ସେଇଟା କେବଳ ସିଲାବସ୍ ପାଇଁ ପାଠ ଖସଡ଼ା ପାଇଁ ପଢ଼ା ହେଇଥିଲା। ତାପରେ ବିଷୟବସ୍ତୁକୁ ନେଇକି ତୁମମାନଙ୍କର ପଢ଼େଇ ଦେବି, ସେଇଟା ସରିଯିବ। ଏବଂ ୟୁନିଟ୍ 3ରେ ଯେଉଁ ରେବତୀ ଅଲରେଡ଼ି ଆଲୋଚନା କରିଦେଇଛେ। ତୁମେମାନେ ମଧ୍ୟ ଯଦି ଆଉ ଅଧିକ କିଛି ଜାଣିବା ପାଇଁ ଚାହୁଁଛ କମେଣ୍ଟ ମାଧ୍ୟମରେ ଜଣେଇବାକୁ ଚେଷ୍ଟା କର, ତାର ମଧ୍ୟ ଗୋଟେ ସେପାରେଟ୍ ଭିଡ଼ିଓ ବନେଇବା। ତାହେଲେ ରେବତୀ ଆମର ଯେଉଁ କମ୍ପ୍ଲିଟ୍ ହେଇସାରିଛି, ଆମର 2ଟି ପାଠ ଆମର ସରିଯାଇଛି। ଆମର ଯେଉଁ ଅଛି ଶିକାର ଭବତୀ ପାଣିଗ୍ରାହୀଙ୍କର ଶିକାର ଗଳ୍ପ, ତାପରେ ପରବର୍ତ୍ତୀ କ୍ଲାସକୁ ଗୁଡ଼ାକୁ ଆଲୋଚନା କରିବା। ଏବଂ କୋର୍ 1ରେ ମଧ୍ୟ ତୁମମାନଙ୍କର ସରି ଆସିଲାଣି, କୋର୍ 1ରେ ବି କମ୍ପ୍ଲିଟ୍ ହୋଇଯିବ। ତାପରେ ବହୁତ କମ୍ ଦିନ ଭିତରେ ତୁମମାନଙ୍କର +3 4th ସେମିଷ୍ଟର କମ୍ପ୍ଲିଟ୍ ହେଇଯିବ। ୟୁନିଟ୍ ଆର୍ଟିକ୍ସଟା କି ତୁମମାନଙ୍କୁ କୌଣସି ଗାଇଡ଼ରୁ ପଢ଼ିଲେନି, ବିଷୟବସ୍ତୁ କହିକି ସରିଲା ବୋଲି ତୁମମାନଙ୍କୁ ସବୁବେଳେ ଚେଷ୍ଟା କରୁଛି କେବଳ ଡିଟେଲ୍ସ ପଢ଼ିବା ପାଇଁ, ସେଥିପାଇଁ ତୁମେ ଟିକେ ସମୟ ଲାଗୁଛି। ପିଲେ ଏବେ ଟପିକକୁ ବୁଝିବା। ଦେଖ ପିଲେ, ଆଲୋଚନା କରିବା ପାହାଡ଼ର ଆତ୍ମକଥା ଉପରେ। ଏ ଜାଗାରେ ଦେଖ, ଏ ଜାଗାରେ ପାହାଡ଼ ଭଳିଆ ଜଣେ ଦୀର୍ଘ ଜନ୍ମ ନେଇକି ସେ ବୃଦ୍ଧ ବ୍ୟକ୍ତି କେମିତି ନିଜର ଆତ୍ମକଥା କହି ଚାଲିଛି, ସେ ଜିନିଷ ଉପରେ ଆଲୋଚନା କରିବା। ଏବଂ ଅନ୍ୟ ଏକ ଶ୍ରବଣ କୁମାର ଯେତେବେଳେ ପଢ଼ିଲେ ଆମକୁ ଦୁଃଖ ଲାଗିଥିଲା ଶ୍ରବଣ କୁମାରରେ, ବୁଝିଲା ଯେ ଶ୍ରବଣ କୁମାର ଦ୍ୱାପର ଯୁଗର ଶ୍ରବଣ କୁମାର ନୁହନ୍ତି। ବର୍ତ୍ତମାନ ଶ୍ରବଣ କୁମାର ଯେ ଆଧୁନିକ ଯୁଗର ଶ୍ରବଣ କୁମାର, ଯିଏକି ଜଣେ ଉଚ୍ଚ ଶିକ୍ଷିତ IAS ଅଫିସର, ସୁମୟଙ୍କ କଥା ଆଲୋଚନା କରିସାରିଥିଲେ ଅନ୍ୟ ଏକ ଶ୍ରବଣ କୁମାର। ପରନ୍ତୁ ଆମେ ଆଲୋଚନା କରିବା ପାହାଡ଼ର ଆତ୍ମକଥା। ବୋଲେ ଏଇଠି ପାହାଡ଼ର ଆତ୍ମକଥା ଆଲୋଚନା କରିବା ପୂର୍ବରୁ ତାକୁ ଯିଏ ରଚନା କରିଛନ୍ତି ସୁରେନ ମହାନ୍ତି, ତାଙ୍କେ ଉପରେ ଟିକେ ଜାଣିବା। ଦେଖ ବୋଲେ ଓଡ଼ିଆ ଅବତାରର ନାଟକୀୟ ଦୁନିଆରେ ସୁରେନ ମହାନ୍ତି ଜଣେ ସୁପ୍ରତିଷ୍ଠିତ ବ୍ୟକ୍ତିତ୍ୱ। ରଚନା, ପ୍ରଯୋଜନା, ନିର୍ଦ୍ଦେଶନା ଆଜି କ୍ଷେତ୍ରରେ ତାଙ୍କର ସୁଖ୍ୟାତି ରହିଛି। ତାଙ୍କର ରଚିତ ଏକାଙ୍କିକା ଗୁଡ଼ିକ ମଧ୍ୟରେ ରହିଛି ଯଦି ଦୁଃଖ ନିଜ ପ୍ରଭୁ
ଫୁଲ ଓ ଫୁଲଦାନୀ କାଲିର ଭକ୍ତ ସ୍ୱାଗତ କ୍ୟାଟର କାହାଣୀ ଆମର ଅନ୍ଧାନୀୟ ବିଶ୍ୱରୂପ ଓ ପାହାଡ଼ର ଆତ୍ମକଥା ଏଗୁଡିକ ରହିছে ତାଙ୍କ ଏକାଙ୍କିକା। ତାଙ୍କର ପ୍ରସିଦ୍ଧ ନାଟକ ଗୁଡ଼ିକ ହେଉଛି ବେଗମ କୋଠରୀ, ବ୍ରଜ କବାଟ, ଝରକା, ଅନୁପ୍ରବେଶ। ମନେ ରଖିଥିଲେ ଏଇ ଚାରୋଟି ନାଟକ ସେ ରଚନା କରିଛନ୍ତି। ସପ୍ତଶ୍ରୀ ଏକାଙ୍କିକା ଶଙ୍କଳ ତାଙ୍କ ନାଟ୍ୟ ବ୍ୟକ୍ତିତ୍ୱର ପରିଚୟ ପ୍ରଦାନ କରେ। ପାହାଡ଼ର ଆତ୍ମକଥା ଏକ ଭିନ୍ନ ଧରଣର ଏକାଙ୍କିକା, ଏଥିରେ ଆଶା ନିରାଶାର ଦ୍ୱନ୍ଦ୍ୱ ମଧ୍ୟ ଆମେ ଦେଖିବାକୁ ପାଇବା। ବୁଝିଯାଇଁଲା। ଏଇ ଏକାଙ୍କିକା ପରେ ଆଲୋକପାତ କରିକି ଆଲୋକପାତ ଡକ୍ଟର ସେଠୀ ଏଇଟା ନାରାୟଣ ସେଠୀ ସାର୍ କହିଛନ୍ତି ଯେ ଆଶାକୁ ପାଥେୟ କରି ମଣିଷ ବଞ୍ଚେ। ସ୍ତୂପୀକୃତ ଆଶାର ପାହାଡ଼ ବାସକୁ ବଞ୍ଚାଇ ରଖିଥିବା ଦୀର୍ଘ 20 ବର୍ଷ ହେବ ପୀତବାସର ମୃତ୍ୟୁ। ପିଲେ ମନେ ରଖିଥାଉ ଯେ ଆଶାକୁ ନେଇକି ହିଁ ମଣିଷ ବଞ୍ଚେ। ପ୍ରତ୍ୟେକଙ୍କର ଜୀବନରେ କିଛି ନା କିଛି ଆଶା ରହିଛି। ସ୍ତୂପୀକୃତ ଆଶାର ପାହାଡ଼ ପୀତବାସଙ୍କୁ ଗୋଟିଏ ଆଶା ହିଁ ବଞ୍ଚେଇ ରଖିଥିଲା ଦୀର୍ଘ 20 ବର୍ଷ। ଆଶାର ଯୋଉ ପାହାଡ଼, ସେ ଆଶାର ପାହାଡ଼ ନୁହେଁ, ପାହାଡ଼ ଏତେ ଦୂର। ତ ଏଇ ଜାଗାରେ ଆମେ ଦେଖିବା ଯେ ଆଶାର ପାହାଡ଼ ପୀତବାସକୁ ବଞ୍ଚାଇ ରଖିଥିବା ଦୀର୍ଘ 20 ବର୍ଷ ହେବ। ବୁଝିଲା। ପୀତବାସର ମୃତ୍ୟୁବରଣ ପରେ ଋଷିକେଶ ଦର୍ଶକ ଏବଂ ପାଠକ ମାନଙ୍କର ସମ୍ମୁଖକୁ ଆସି ପ୍ରକାଶ କରିଛନ୍ତି ଯେ ମୁଁ ହାରିଛି 20 ବର୍ଷ ତଳେ। ରୂପ ରଞ୍ଜନ ନାହିଁ, ରୂପ ରଞ୍ଜନ ମରିଛି 20 ବର୍ଷ ତଳେ, କେବଳ ବଞ୍ଚେଇ ରଖିଥିଲି ପୀତବାସଙ୍କର ଜୀବନ ଲାଗି। ପୀତବାସ ଯେଉଁ ରୂପରଞ୍ଜନ ଆଶା ଯେଉଁ 20 ବର୍ଷର ହେଇଛି, ସେଇଟା ହିଁ ଆମର ଦେଖିବାକୁ ପାଇବା। ଏକାଙ୍କିକା ନାମକରଣ ପ୍ରତୀକାତ୍ମକ ସ୍ତୂପୀକୃତ ଆଶାର ପାହାଡ଼କୁ ପାଥେୟ କରି ବଞ୍ଚିଥିବା ଯେ ଯେଉଁ ସ୍ତୂପୀକୃତ ଆଶାର ପାହାଡ଼କୁ ଯେଉଁ ପାହାଡ଼ ମାନେ ଏଇ ଜାଗାରେ ଗୋଟିଏ ପୀତବାସ କେମିତି ସେଇ ଆଶାର ପାହାଡ଼, ଆଶା ରୂପକ ପାହାଡ଼କୁ ଅପେକ୍ଷା କରି ବଞ୍ଚିଛି, ସେ ଜିନିଷ ଆମେ ଦେଖିବା। ପୀତବାସର ଆଶା ଓ ଭରସା ରୂପରଞ୍ଜନକୁ ନେଇକି ଏଇ ଏକାଙ୍କିକା କଥାବସ୍ତୁକୁ କଳ୍ପନା କରାଯାଇଛି। ତେବେ ଦେଖ ବିଷୟ ଉପରେ ଆଲୋଚନା କରି ତମେ ମାନେ ତା ବିଷୟରେ ଜାଣିନବ। ଦେଖ ପାହାଡ଼ର ଆତ୍ମକଥା ସୁରେନ ମହାନ୍ତି ରଚନା କରିଛନ୍ତି। ବୃଦ୍ଧ ପୀତବାସଙ୍କର ଗୋଟିଏ କକ୍ଷର ଦୃଶ୍ୟ ଏଇଟା ଆରମ୍ଭ ହୋଇଛି। କକ୍ଷଟି ପୀତବାସଙ୍କର ଶୟନ ଓ ବୈଠକଖାନା ଲାଗି ବ୍ୟବହୃତ। ଖଟକ ଚୌକି ଚୌକିଟିଏ, ଖଟ ଉପରେ ବିଛଣା, ଟେବୁଲ ଉପରେ ଚିଠିର ସ୍ତୂପ, ନାନା ପ୍ରକାର ଔଷଧ, କାନ୍ଥରେ କାନ୍ଥ ଘଣ୍ଟା। ଆରାମ ଚୌକିରେ ବସି ପୀତବାସ ମନୋନିବେଶ କରି ଚାକର ଆସି ଗ୍ଲାସ ପାଣି ଦେଉଛି। ପୀତବାସ ବୃଦ୍ଧ ପୀତବାସଙ୍କର ଗୃହରୁ ଏଇ ଏକାଙ୍କିକା ଆରମ୍ଭ ହୋଇଛି। ବୁଝିଲା। ତାଙ୍କୁ ଆଣି ଚାକର ଦେଲା। ପୀତବାସ ଆଣି ପାଣି ପରେ ଗରମ ଦୁଧ, ତାପରେ ପୁଣି ପାଣି ପିଇକି ଘଣ୍ଟାରେ ସହିତ ତୁମ ସହିତ ଘଣ୍ଟା ଚାଲେ। ସୁପରମ୍ୟାନ ଏଇ ଜାଗାରେ ଏଇ ସୁପରମ୍ୟାନ ଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ମନେ ରଖିଥାଅ। ଏଇଠି ସୁପରମ୍ୟାନ କହିଲେ ଚାକରକୁ ବୁଝାଉଛି। ସୁପରମ୍ୟାନ ଚାକର ଯେ ପୀତବାସ କହିଛନ୍ତି ପାଣି ପରେ ପୁଣି ଦୁଧ ଦେବ, ତାପରେ ପୁଣି ପାଣି। ଘଣ୍ଟା ସହିତ ତମେ ଆସ, ତୁମ ସହିତ ଘଣ୍ଟା ତୁମେ ଏମାନଙ୍କୁ କେମିତି ଢେର କଲ ବୋଲି କହିଛନ୍ତି। ଚାକର ଆଜି କଣ ଖବର ଆଣିଛି? ପୀତବାସ କହିଲେ ଋଷିକେଶ ଲେଖୁଛି ସୁପରମ୍ୟାନ ତୁମର ବାବାଜୀ ପିଲା ନୁହେଁ, ସେ ଯୁବକ। ଆଉ ଯୁବକ କଣ ବୁଝେ? ଚାକର ଭଳିଆ ବୁଝେ। ପୀତବାସ ଯୁବକକୁ ଦେହ କିପରି କମ୍ପେ, କିଏ କମ୍ପାଇ ଜାଣ? ଚାକର କହିଲା ଜାଣିନା। ପୀତବାସ ଯୁବକର ଦେହ କିପରି କମ୍ପେ, କିଏ କମ୍ପାଇ ଜାଣ? ଚାକର କହିଲା ଜାଣିନା। ପୀତବାସ କହିଲେ ଶିରା ବସିଲେ କି ହାଡ଼ କମ୍ପେ ନା, କମ୍ପେ ମନ, କମ୍ପାଏ ଯୌବନ। ବାହୁଳି ଯାଉଛି ବଣଭୋଜି କରି। ସାଙ୍ଗରେ ଅଛନ୍ତି ଦିଲ୍ଲୀ ସହରର ଯୁବକ ଯୁବତୀ, ବନ୍ଧୁ ବାନ୍ଧବୀ। କଣ ବୁଝିଲ? ଚାକର କହୁଛନ୍ତି ଆଉ କଣ ଲେଖିଛନ୍ତି, ପୀତବାସ କଣ କହୁଛନ୍ତି, ଏସବୁ ପରବର୍ତ୍ତୀ ସମୟରେ ଆଲୋଚନା କରିବା। ଠିକ ଅଛି। ତାହେଲେ ଆଜି ପାଇଁ ସେତିକି।